ପିଲାମାନେ ଆଜିର ଏହି ସାହିତ୍ୟ କ୍ଲାସ୍କୁ ସମସ୍ତଙ୍କୁ ଆମ କ୍ଲାସେସ୍ ତରଫରୁ ସ୍ୱାଗତ। ତ ପିଲାମାନେ ଆଜି ଆମେ ଆଲୋଚନା କରିବା ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ପଦ୍ୟ ଜନ୍ମଭୂମି ବିଷୟରେ। ବୁଝୁଛି ପିଲାମାନେ? ତେଣୁ କ୍ଲାସ୍କୁ ଡେରି ନ କରି ପିଲାମାନେ ଆମେ ଆରମ୍ଭ କରିବା ଆଜିର ଏହି ସୁନ୍ଦର କବିତା ଜନ୍ମଭୂମି। ତା ପୂର୍ବରୁ ପିଲାମାନେ ଆମେ ଆଲୋଚନା କରିବା ଏ କବିତାର କବି କିଏ। ବୁଝୁଛି ପିଲେ, ଯାହାକି ପରୀକ୍ଷା ଦୃଷ୍ଟିରୁ ତୁମମାନଙ୍କ ପାଇଁ ଟିକେ ଇମ୍ପୋର୍ଟାଣ୍ଟ ହେଇଯିବ କ'ଣ ଏଇ ପାଠଟି। ତେଣୁ ବୁଝୁଛି ପିଲାମାନେ? ତାହେଲେ ଦେଖ, ଆମେ ପ୍ରଥମେ କବି ପରିଚୟ ବିଷୟରେ ଆଲୋଚନା କରିବା। ତ ତା ପୂର୍ବରୁ ସମସ୍ତଙ୍କୁ ପୁଣି ଥରେ ଏଇ କ୍ଲାସ୍କୁ ସ୍ୱାଗତ ପିଲାମାନେ। ତ ଦେଖ, ଏହି କବିତାର କବି ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। ବୁଝୁଛି ପିଲେ? ତ ମଧୁସୂଦନ ରାଓକୁ ଭକ୍ତ କବି ରୂପରେ ମାନ୍ୟତା ମିଳିଛି ବା ତାଙ୍କୁ ଉପାଧି ମିଳିଅଛି ଭକ୍ତ କବି ବୋଲି କହିଲେ କାହାକୁ ତୁମେ ମାନେ ଜାଣିବ? ମଧୁସୂଦନ ରାଓଙ୍କୁ। ତ ଦେଖ ପିଲାମାନେ, ତ ତାଙ୍କର ଜନ୍ମ ହୋଇଥିଲା 1835 ମସିହାରେ ଏବଂ ସେ ମୃତ୍ୟୁବରଣ କରିଥିଲେ 1912 ମସିହାରେ। ବୁଝିହେଉଛି ପିଲାମାନେ? ତାପରେ ତ ଦେଖ, ଭକ୍ତ କବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ପଦ୍ମ, ପ୍ରଭାତ, ପୃଥିବୀ ପ୍ରତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତାର ବିଳାପ ପ୍ରଭୃତି କବିତା ଗୁଡ଼ିକ ଖୁବ୍ ସରଳ ଓ ମନମୁଗ୍ଧକର ଅଟେ। ତେଣୁ ଜନ୍ମଭୂମି କବିତାରେ କବି ଜନ୍ମମାଟିର ଯଶଗାନ କରିଛନ୍ତି। ତ ପିଲାମାନେ ତୁମକୁ ଏଇ କବି ପରିଚୟରୁ କ'ଣ ମନେ ରଖିବାକୁ ପଡ଼ିବ? ତାଙ୍କର ଜନ୍ମ, ତାଙ୍କର ମୃତ୍ୟୁ ଆଉ ସେ କ'ଣ କ'ଣ କବିତା ରଚନା କରିଛନ୍ତି, ସେ କବିତା ଗୁଡ଼ାକର ନାମକୁ ତୁମେ ମନେ ରଖିବାକୁ ପଡ଼ିବ। ତାପରେ ତାହେଲେ ଏଇ କବିତାର ବିଷୟବସ୍ତୁ କ'ଣ ପିଲେ? ନା ଆମେ ଏଇ କବିତା ଦ୍ୱାରା କ'ଣ ଜାଣିବା? ନା ଜନ୍ମ ମାଟିର ବା ଆମେ ଜନ୍ମଭୂମିର ଯଶ କୀର୍ତ୍ତି ତା ବିଷୟରେ କବି ଏଠି ଗାନ କରିଛନ୍ତି। ତ ପିଲାମାନେ ଡେରି ନ କରି କବିତାକୁ ଆରମ୍ଭ କରିବା। ଦେଖ, ତ କବିତା ହେଉଛି ଜନ୍ମଭୂମି। ବୁଝିହେଉଛି ପିଲାମାନେ? ହେଲେ ଆକୁ କେଉଁ ଛନ୍ଦରେ ଲେଖାଯାଇଛି ପିଲେ? ନା ଏଇ ଛନ୍ଦର ନାଁ ହେଉଛି ରାଗ ଚୋଖୀ। ବୁଝିପାରୁଛ? ରାଗ ଚୋଖୀ ମାନେ ଇଏ ହେଉଛି ଗୋଟେ ଛନ୍ଦ ଯାହାଦ୍ୱାରା ତୁମେ ମାନେ କବିତା ଗୁଡ଼ାକୁ ପଢ଼ିପାରିବ। ବୁଝିହେଉଛି ପିଲେ? ଆଉ ଆର ସୁନ୍ଦର ଭାବରେ ମୁଁ ଆଜି ବ୍ୟାଖ୍ୟା କରିବି ବା କବିତାଟାକୁ ପଢ଼ିବି। ତେଣୁ ସମସ୍ତେ ମନ ଦେଇକି ଶୁଣ। କ'ଣ କହିଲା ଏଇ କବିତା? ଦେଖ, ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ବୁଝିପାରିଲ ପିଲାମାନେ? ଏ ଥିଲା ତୁମମାନଙ୍କର ଗୋଟେ ପଦ। ବୁଝିହେଉଛି ପିଲେ ନା ନାଇଁ? ତାପରେ ଦେଖ, ତୁମ ଆଉଥରେ ପ୍ରଥମରୁ ଆର ଅର୍ଥ ଗୁଡ଼ାକ ପିଲା ଆମେ ବୁଝିବା। କ'ଣ କହିଲେ କବି? ତୁହି ମା ଜନମ ଭୂମି। ମା ଶବ୍ଦଟି ଏଠି ଲାଗିଛି ପିଲେ କାହା ପାଇଁ? ଆମର ଜନ୍ମମାଟି ପାଇଁ, ଜନ୍ମଭୂମି ପାଇଁ। ଆମେ ଯେଉଁ ଭୂମିରେ ଜନ୍ମ ହେଇଛେ ସେଇ ଜନ୍ମଭୂମିର ନାଁ ହେଉଛି, ମାନେ ତାକୁ ମା ସହିତ କବି ତୁଳନା କରିଛନ୍ତି ଆଉ ତାକୁ ପବିତ୍ର ଭାରତ ଭୂମି ବୋଲି କହିଛନ୍ତି। ତ ଯେହେତୁ ଆମେମାନେ ଏବେ କେଉଁ ଦେଶରେ ବାସ କରୁଛେ? ଭାରତ।
ତ ଭାରତ ହେଉଛି ଆମର ପବିତ୍ର ଜନ୍ମଭୂମି ଏବଂ ତାହାରି ଆମେ ସବୁ ସନ୍ତାନ ଅଟୁ। ଆମେ ସରବେ ସରବେ ଇଏ ଗୋଟେ ପଦ୍ୟ ରୂପ କାହାର ସର୍ବେ ସର୍ବେ ହେଉଛି ଗୋଟେ ଗଦ୍ୟ ରୂପ ତାର ପଦ୍ୟ ରୂପ ହେଉଛି ସରବେ ସରବେର ଅର୍ଥ ହେଉଛି ସମସ୍ତେ ହେଲା ପିଲେ ସମସ୍ତେ ଆମେ ସମସ୍ତେ ତାହାର ସନ୍ତାନ ଅଟୁ। ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା ତୋର ଶ୍ରୀଚରଣ ଅର୍ଥ ଏଇ ଜନ୍ମଭୂମି ଭାରତକୁ ସେବା କରିବା ପାଇଁ ଆମେ ଆମର ମନ ଆଉ ପ୍ରାଣକୁ ଦେବାକୁ ପଡ଼ିବ ଏବଂ ଗାଇବା ତୋହର ନାମ ଆନନ୍ଦ ରବେ ଅର୍ଥ ଆନନ୍ଦର ସହିତ ଆମେ କ'ଣ କରିବୁ ଆମେ ଏଇ ଜନ୍ମଭୂମିର ନାମକୁ ଗାନ କରିବା ବା ଗାଇବା। ତାପରେ ତୋ ଆନନ୍ଦେ ହୋଇବା ସୁଖୀ କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ଯେତେବେଳେ ଜନ୍ମଭୂମି ହସିଥାଏ ଆନନ୍ଦ ହୋଇଥାଏ ସେତେବେଳେ ଆମେ ତାର ସହିତ ସୁଖୀ ହେବା ଏବଂ ତୁ ଯେତେବେଳେ କାନ୍ଦିବୁ ବା ତୁ ଯେତେବେଳେ ଦୁଃଖରେ ଥିବୁ ତୋର ଦୁଃଖରେ ମଧ୍ୟ ଆମେମାନେ ଦୁଃଖୀ ହବୁ ବୋଲି କବି କହିଛନ୍ତି ଏଠି। ତାପରେ କହିଛନ୍ତି ବୁଝିପାରିଲ ପିଲେ ତ ଇଏ ଥିଲା ପ୍ରଥମ ପଦ। ତାପରେ ଆମେ ଯିବା ତ ମୁଁ ଯେଉଁ ଷ୍ଟାଇଲରେ ଯେଉଁ ଶୈଳୀରେ କବିତାଟାକୁ ପଢ଼ୁଛି ତ ଆକୁ ଏଇ ଶୈଳୀରେ ପଢ଼ିବାଟାକୁ ହିଁ କୁହାଯାଏ ରାଗ ଚୋଖୀ ବୁଝୁଛୁ ପିଲେ। ତେଣୁ ତୁମେମାନେ ମଧ୍ୟ ପ୍ରାକ୍ଟିସ୍ କରିବ ଯାଦ୍ୱାରା କି କବିତାଟା ତୁମର ମଧ୍ୟ ସୁନ୍ଦର ହେଇପାରିବ। ତାପରେ ଆମେ ଦେଖିବା କ'ଣ କହିଲା ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର ମସ୍ତକରେ ହିମାଳୟ ପର୍ବତ ବର ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଚରଣରେ ବିରାଜିତ ମହାସାଗର ବିନ୍ଧ୍ୟଗିରିବର କଟିରେ ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ। ତ ବୁଝିହେଲା ପିଲେ ଇଏ ହେଉଛି ଗୋଟେ ପଦ ତୁମର ହେଲା। ତେଣୁ କବି କହୁଛନ୍ତି ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର। ଯଦି ଆମେ ଦେଖିବା ଆମ ଜନ୍ମଭୂମିର ଏଇ ଭାରତ ମାଆର ମହିମା ଏତେ ଅଧିକ ଯେ ତାହାର ପଟାନ୍ତର ଅର୍ଥ ତୁଳନା ଆମେ କାହା ସହ ତୁଳନା କରିପାରିବା ନାହିଁ ହେଲା। ତାର କ'ଣ ମହିମା ବହୁତ ବଡ଼। ତାପରେ ମସ୍ତକରେ ହିମାଳୟ ପର୍ବତ ବର ଯଦି ଆମେ ଦେଖିବା ଆମ ଭାରତ ମାନଚିତ୍ର ତମେ ପିଲାମାନେ ଦେଖିବ ତାର ଉପରେ ବା ଉତ୍ତର ଦିଗରେ କ'ଣ ଅଛି ହିମାଳୟ ପର୍ବତ। ତେଣୁ ଏ ତୁମମାନଙ୍କର ପ୍ରଶ୍ନର ଉତ୍ତର ବି ହେଇପାରେ ଯେ ମସ୍ତକରେ କ'ଣ ଧାରଣ କରିଛି ବା ମସ୍ତକରେ ଭାରତ ମାଆର ମସ୍ତକରେ କ'ଣ ଅଛି ହିମାଳୟ ପର୍ବତ ଅଛି। ବୁଝୁଛି ପିଲେ ଇଏ ତୁମମାନଙ୍କର ଗୋଟେ ପ୍ରଶ୍ନ ହେଇପାରିବ। ଦୁଇ ପାରୁ ସେ ଜଳଧି ଜଳଧି କହିଲେ କ'ଣ ପିଲେ ସମୁଦ୍ର ଜଳଧି ଏଇ ଶବ୍ଦର ଅର୍ଥ ହେଉଛି ସମୁଦ୍ର ବା ସାଗର ବୁଝୁଛି ପିଲେ। ଦୁଇ ପାରୁସେ ପାରୁସ ଅର୍ଥ କ'ଣ ପାର୍ଶ୍ୱେ ପାଖରେ ଦୁଇ ପାଖରେ ଯଦି ତୁମେମାନେ ଦେଖିବ ଇଏ ହେଉଛି ଆମର ଭାରତ ନା ଭାରତ ମାନଚିତ୍ରର ଶେଷଟା ତ ଏପଟେ ଆମର କ'ଣ ଅଛି ବଙ୍ଗୋପସାଗର ନା ନାଇଁ ଏପଟେ କ'ଣ ଅଛି ଆରବ ସାଗର। ଏଇ ଦୁଇ ପାର୍ଶ୍ୱରେ ଜଳଧି ତ ଦେଖ ଇଏ ଗୋଟେ ଜଳଧି ଇଏ ଗୋଟେ ଜଳଧି ବା ସମୁଦ୍ର ଦୁଇଟି ପାଖରେ ଅଛି। ତା ସହ ବ୍ରହ୍ମପୁତ୍ର ସିନ୍ଧୁ ନଦୀ ବଡ଼ ବଡ଼ ନଦୀ ଦୁଇଟି ପିଲେ ଆମ ଦେଶର ବ୍ରହ୍ମପୁତ୍ର ନଦୀ ଏବଂ ସିନ୍ଧୁ ନଦୀ ମଧ୍ୟ ପ୍ରବାହିତ ହେଉଛି ଏବଂ ତାର ଚରଣରେ ବିରାଜିତ ମହାସାଗର। ଚରଣ କହିଲେ କ'ଣ ପିଲେ ଆମେ ପାଦ ଚରଣର ଅର୍ଥ କ'ଣ ପିଲେ ପାଦ। ତାହେଲେ ଭାରତ ମାଆର ପାଦ କେଉଁଟା ଏଇଟା ଦେଖ ମୁଁ ଏଠି ଆଉ ପୁଣି ଥରେ ଚିତ୍ରଟା କରୁଛି। ଯଦି ଭାରତ ମାନଚିତ୍ର ତମେ ଦେଖିବ ଇଏ ଆକୁ ପିଲେ ଭାରତ ମାଆର କ'ଣ କୁହାଯାଇଛି ଚରଣ କୁହାଯାଇଛି ହେଲା। ଆଉ ଏଠି ହିଁ ତୁମମାନଙ୍କର କ'ଣ ଅଛି ଆରେ କଟିଗଲା ଦେଖ ମୁଁ ଏଠି କରୁଛି ଏମିତି ଆମର ଯାଇଛି ଭାରତ ନା ନାଇଁ ପିଲେ। ତାହେଲେ ଏଇ ଯେଉଁ ତଳପଟେ ଯେଉଁ ରହିଛି ଏଠି କ'ଣ ସମୁଦ୍ର ରହିଛି ବା ସାଗର ରହିଅଛି ପିଲେ ଏ ସାଗର ହେଉଛି ମହାସାଗର
କିନ୍ତୁ ଏଠି ଅଛି ଆମର ଆରବ ସାଗର, ଏଠି ବଙ୍ଗୋପସାଗର। ଏ ଦୁଇଟି ଯାକ ମିଶି ଆମର ଏଇ ତିଆରି ହେଇଛି କ'ଣ ମହାସାଗର। ବୁଝିହେଉଛି ନା, ଭାରତ ମହାସାଗର। ବୁଝିହେଉଛି ପିଲେ? ଆଚ୍ଛା, ନେକ୍ସଟ ତାପରେ ଆସିଲା ବିନ୍ଧ୍ୟ ଗିରିବର କଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ବିନ୍ଧ୍ୟଗିରି, ବିନ୍ଧ୍ୟ କହିଲେ କ'ଣ ପିଲେ? ଗୋଟେ ପର୍ବତର ନାମ, ବିନ୍ଧ୍ୟ ପର୍ବତ। ତାର କଟିରେ, ତାର ଉପରୁ କ'ଣ ବହି ଆସୁଛି ନା ଗଙ୍ଗା ନଦୀ। କେତେ ନଦୀ ଶୋଭା ଶରୀରେ, ଆମର ଏ ଭାରତ ମାର ଶରୀରରେ ବହୁତ ଗୁଡ଼ିଏ ନଦୀ ପିଲାମାନେ ପ୍ରବାହିତ ହେଉଛି। ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ, କୃଷ୍ଣା, କାବେରୀ, ବହୁତ ଅନେକ ଗୁଡ଼ିଏ ସୁନ୍ଦର ନଦୀ ଗୁଡ଼ାକ ଏଇ ଭାରତ ମାର ଶରୀରରେ ପ୍ରବାହିତ ହେଉଛନ୍ତି। ଯିଏକି ଶୋଭା ଦେଖାଯାଏ, ଶୋଭେ, ଶୋଭେ ଅର୍ଥ ସୁନ୍ଦରତା ହେଲା। କେତେ ନଦୀ ଶୋଭେ, ଶୋଭେ ଅର୍ଥ କ'ଣ? ଯେହେତୁ ନଦୀ ଗୁଡ଼ିକ ପ୍ରବାହିତ ହେଉଛନ୍ତି, ତେଣୁ ଶୋଭା ରୂପରେ ଦେଖାଯାଉଛି ବା ସୁନ୍ଦର ଦେଖାଯାଉଛି ତା ଶରୀର। ତ ଦେଖ ପିଲେ କେତେ ସୁନ୍ଦର ଭାବରେ ବୁଝେଇଛନ୍ତି କବିବର ଭକ୍ତ କବି କ'ଣ ମଧୁସୂଦନ ରାଓ। ତାପରେ ଦେଖ ତୃତୀୟ ପଦ କ'ଣ କହିଲା? ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦ ବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। କେତେ ବୁଝୁଛି ପିଲେ? ହଁ, ତ ଇଏ ଗୋଟେ ପଦ ବୁଝୁଛି ପିଲେ, ଇଏ ହେଉଛି ତମର 3 ନମ୍ବର ଗୋଟେ ପଦ। ତମକୁ କେବଳ ପଦ ରୂପରେ ପଢ଼ି ପଢ଼ି ଯିବାକୁ ପଡ଼ିବ। ତ ଦେଖ ଏ ପଦରେ କ'ଣ କହିଲେ? ଆଚ୍ଛା, ଜନମିଲେ ତୋ କୋଳରେ, ଜନମି ଅର୍ଥ କ'ଣ? ଜନ୍ମ ହେବା। ଆର ଗଦ୍ୟ ରୂପ କ'ଣ ହବ? ଜନ୍ମ ନା ନାଇଁ? ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ସୁର ମାନେ କ'ଣ? ସାହସୀ, ବୀର ମାନେ ଜନ୍ମ ହେଲେ। ଯେମିତିକି ରାମଚନ୍ଦ୍ର ଜନ୍ମ ହେଲେ, ପ୍ରଭୁ ରାମଚନ୍ଦ୍ର ଏ ପୃଥିବୀ କୋଳରେ ହିଁ ଜନ୍ମ ହେଇଥିଲେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ଏଭଳି ଏମାନେ ହେଉଛନ୍ତି ବଡ଼ ବଡ଼ ବୀରମାନେ। ମହାଭାରତ ତୁମେମାନେ ଶୁଣିଥିବ, ତାର ବଡ଼ ବଡ଼ ବୀରମାନେ ହେଉଛନ୍ତି ଏମାନେ। ଏମାନେ ଏ ପୃଥିବୀରେ ଜନ୍ମ ହେଇଥିଲେ, ଏଇ ଭାରତ ମାଟିରେ। ବୁଝିହେଉଛି ପିଲାମାନେ? ତ କେତେ ସୁର, କେତେ ବୀର ଜନ୍ମ ହେଇଥିଲେ ନରମାନେ। ସେଇଭଳି ମହାକବି ବେଦ ବ୍ୟାସ, ସେ ମଧ୍ୟ ଏଇ ଧରା ପୃଥିବୀରେ ଜନ୍ମ ହେଇଥିଲେ। ସେଇଭଳି ବାଲ୍ମୀକି, କାଳିଦାସ, ତୁମମାନେ ଜାଣିଛ ବାଲ୍ମୀକି କିଏ? ସେ ଜଣେ କ'ଣ ମହାନ କବି ବା ଗୋଟେ ଆମର ରାମାୟଣ ଗ୍ରନ୍ଥ ଲେଖିଛନ୍ତି ବାଲ୍ମୀକି। ତ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ତ ସେମାନଙ୍କର କଣ୍ଠରେ ଏଇ ମାଟି ମାର ବା ଏଇ ଭାରତ ମାର ଗୁଣକୁ ସେମାନେ ଗାଇଲେ। ସେଇଭଳି ଚୈତନ୍ୟାଦି ମହାତ୍ମା ଜନ, ଏମାନେ ମହାତ୍ମା, ଚୈତନ୍ୟ, ବୁଦ୍ଧ, ଏଇଭଳି ମହାବୀର, ଜୈନ, ଏମାନେ କ'ଣ? ଏମାନେ ହେଉଛନ୍ତି ମହାତ୍ମା। ଏମାନଙ୍କର ମଧ୍ୟ ଜନ୍ମ ହେଇଥିଲା। ସେମାନେ ପ୍ରଚାର କଲେ, ପ୍ରଚାରିଲେ ଅର୍ଥ ବୁଲି ବୁଲି ସବୁ ପ୍ରସାର କଲେ। କାହାର? ବିଭୁ ନାମ। ବିଭୁ ଶବ୍ଦର ଅର୍ଥ ହେଉଛି ଭଗବାନ। ବୁଝୁଛି ପିଲେ? ଏଇଭଳି ତୁମମାନଙ୍କୁ କୌଣସି କି ୱାର୍ଡ଼ କହିବ ନାହିଁ। ବୁଝୁଛି ପିଲେ? ତେଣୁ ବହୁତ ସୁନ୍ଦର ଭାବରେ ବୁଝାଯାଉଛି। ତେଣୁ ଟିକେ ଆମର ଏ କ୍ଲାସ୍କୁ ଲାଇକ୍ କରିବ ଭଲ ଲାଗିଲେ, ଏବଂ ତୁମର ସ୍ନେହ ଆଉ ଆଦରର ସହିତ ସବସ୍କ୍ରାଇବ୍ ଟିକେ କରିଦେବ ପିଲାମାନେ, ଏବଂ ତୁମର ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କରିଦେବ। ବୁଝୁଛି ପିଲାମାନେ? ତାପରେ ତ ଆନନ୍ଦ ମନରେ ସେମାନେ ଭଗବାନଙ୍କର ନାମକୁ କ'ଣ କଲେ? ପ୍ରଚାର କଲେ। ବୁଝୁଛି ପିଲେ? ତାପରେ ଆସିଲା ଶେଷ ପଦ, 4ଟି ପଦ। ତ ଦେଖ ଶେଷ ପଦ କ'ଣ କହିଲା? କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ,
ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା ଦୁର୍ଗାବତୀ ଆଦି କେତେ ବୀରର ମଣି ନମଇମା ଭକତି ଭରେ ଅଧମ କ୍ଷମ ସୁତ ତୋ ଚରଣରେ। ତ ବୁଝିପାରିଲ ପିଲେ, এইଭଳି ଭାବରେ ତୁମେମାନେ এই କବିତାଟାକୁ ଯଦି ବୁଲିବ ବହୁତ ସୁନ୍ଦର ଭାବରେ ତୁମମାନଙ୍କର ହବ। ବୁଝୁଛି ପିଲେ? ତ କ'ଣ କହିଲା ଦେଖ, ଆଲୋଚନା କରିବା ପଦ ଗୁଡ଼ାକୁ। କେତେ କେତେ ପୁଣ୍ୟବତୀ, ପୁଣ୍ୟବତୀ ଆଉ କେତେ ପତିବ୍ରତା। ପତିବ୍ରତା ମାନେ କ'ଣ ପିଲେ? ଯେଉଁମାନେ ନିଜର ସ୍ୱାମୀ ବା ପତିଙ୍କୁ ଭଗବାନ ବୋଲିକି ମାନିକି ପୂଜା କରୁଥିଲେ ସେଇ ସମୟର ସ୍ତ୍ରୀମାନେ। ତ ସେ ସ୍ତ୍ରୀମାନଙ୍କୁ ପିଲେ ଏଠି ପତିବ୍ରତା ସତୀ ବୋଲିକିରି ଆଖ୍ୟା ଦିଆଯାଇଛି ସେମାନଙ୍କୁ। କେତେ ବୀର ନାରୀ, କେବଳ ବୀର ପୁରୁଷମାନେ ନୁହଁ, ବୀର ନାରୀମାନେ ମଧ୍ୟ ଆମର ଏଇ ଭାରତ ଭୂମିରେ ଜନ୍ମ ହେଇଥିଲେ ପିଲେ। ବୀର ଜନନୀ ମଧ୍ୟ ଜନ୍ମ ହେଇଥିଲେ ପିଲେ। ଆଉ ସମସ୍ତେ ତୋର ଦୁହିତା। ଦୁହିତା ଶବ୍ଦର ଅର୍ଥ ହେଉଛି ପିଲେ ଝିଅ। ବୁଝୁଛି ପିଲେ? ଏଇ ଶବ୍ଦ ଗୁଡ଼ାକ ପିଲେ ଖାତାରେ ସବୁ ଲେଖିବ ହେଲା। ଦୁହିତା ଶବ୍ଦର ଅର୍ଥ ହେଉଛି ଝିଅ। ବୁଝିପାରୁଛ ପିଲାମାନେ? ତାପରେ ତ କିଏ ସେମାନେ? ପଦ୍ମିନୀ, ସାବିତ୍ରୀ, ସୀତା। ଏମାନେ କ'ଣ? ପତିବ୍ରତା ନାରୀମାନେ, ସତୀମାନେ ଏମାନେ। ତମେ ତ ସାବିତ୍ରୀ କଥା ଜାଣିଛ, ନିଜ ସ୍ୱାମୀ ପାଇଁ ଯମରାଜାଙ୍କ ସହିତ ଲଢ଼ି ପାରିଥିଲା, ନିଜ ସ୍ୱାମୀଙ୍କ କ'ଣ ଜୀବନକୁ ଫେରି ଆଣିପାରିଥିଲା କି ସାବିତ୍ରୀ। ତ ଭାବିପାରୁଛ ପିଲାମାନେ କେତେ ବଡ଼ ଏମାନେ କ'ଣ ଥିଲେ? ପତିବ୍ରତା ନାରୀମାନେ ଥିଲେ। ତାପରେ ସେଇଭଳି ସୀତା ମଧ୍ୟ କେତେ ପତିବ୍ରତା ଆଉ ପୁଣ୍ୟବତୀ ଥିଲେ। ପଦ୍ମିନୀ ମଧ୍ୟ ଏଇଭଳି ହେଲା। ତାପରେ ଦୁର୍ଗାବତୀ ଆଦି କେତେ ବୀର ରମଣୀ ହେଲା। ଦୁର୍ଗାବତୀ ଆଦି କେତେ ବୀର ରମଣୀ ହେଲା। ନମଇମା ଭକତି ଭରେ। ତ ସମସ୍ତେ ଆମେ ତୁମକୁ ଭକ୍ତି ଭାବରେ, ଭକତି ଭରେ ମାନେ କ'ଣ? ଭକତି ମାନେ ମନରେ ହୃଦୟରେ ଭକତି କରି, ଭକ୍ତ କରି, ଭକ୍ତ ଭାବରେ ଆମେ ଅଧମ ମୂର୍ଖ ଅକ୍ଷମ ସୁତ ତୋ ଚରଣରେ। ଆମେ ସବୁ କ'ଣ? ଅଧମ ଅକ୍ଷମ ସୁତ। ସୁତ ଅର୍ଥ ପୁଅ। ସୁତ ଶବ୍ଦର ଅର୍ଥ କ'ଣ? ପୁଅ ବା ସନ୍ତାନ। ବୁଝୁଛି ପିଲେ? ଆମେ ସମସ୍ତେ ଏଇ ମାଆକୁ, ମାଆର ପାଦ ତଳେ ପଡ଼ି ସମସ୍ତେ ଭକ୍ତି ଭାବରେ କ'ଣ କରୁଛୁ? ନମସ୍କାର କରୁଛୁ ପିଲେ, କରୁଛୁ। ବୁଝୁଛୁ ପିଲାମାନେ? ତ ଇଏ ଥିଲା ସୁନ୍ଦର କବିତା ଜନ୍ମଭୂମି। ବୁଝୁଛି ପିଲାମାନେ? ତ ପିଲାମାନେ କବିତାଟିକୁ ପଢ଼ିବ। ଦେଖ ଗୋଟେ ସୁନ୍ଦର କବିତାଟିଏ ଇଏ। ତେଣୁ କବିତାକୁ ଟିକେ ପଢ଼ିବ ପିଲେ। ଯାହା ବି ଯଦି ତୁମମାନଙ୍କର କିଛି ଡାଉଟ୍ ଥିବ ତ ଆମର କମେଣ୍ଟ ବକ୍ସରେ ମେସେଜ କରିବ ଯେ ସାର୍ କୋଉଟା ବୁଝିଲାନି, କ'ଣ ନାହିଁ ଟିକେ ବୁଝନ୍ତୁ। ତ ମୁଁ ତୁମମାନଙ୍କର ମେସେଜର ଉତ୍ତର ନିଶ୍ଚୟ ଭାବରେ ଦେବି। ବୁଝୁଛି ପିଲାମାନେ? ତେଣୁ ଆମର ଏଇ କ୍ଲାସ୍କୁ ଆଉ ଯେଉଁମାନେ ନୂଆ ଅଛନ୍ତି ସେମାନଙ୍କୁ ଟିକେ ଜଣେଇଦେବ ହେଲା, ସେୟାର ମଧ୍ୟ କରିଦେବ। ତ ନେକ୍ସଟ କ୍ଲାସ୍ ପିଲାମାନେ ଆମେ କ'ଣ କରିବା? ଏହି କବିତାର ଆମେ ପ୍ରଶ୍ନ ଉତ୍ତର ଗୁଡ଼ାକ ଆଲୋଚନା କରିବା। ବୁଝୁଛି ପିଲାମାନେ? ତେଣୁ ଆଜି ପାଇଁ ଏତିକି ପିଲାମାନେ। ତେଣୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ପିଲାମାନେ।